କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଫଙ୍ଗାଇ କହିଲେ କବକ ବିଷୟରେ କଥା ହେବା। କବକ ହେଉଛି ଜୀବଜନ୍ତୁଙ୍କର ଏକ ଅନନ୍ୟ ଗୋଷ୍ଠୀ ଯାହା ଉଦ୍ଭିଦ ଏବଂ ପ୍ରାଣୀଠାରୁ ପୃଥକ। ଏଥିରେ ଛତୁ ଏବଂ ଇଷ୍ଟ ଅନ୍ତର୍ଭୁକ୍ତ। ଉଦ୍ଭିଦ ପରି ନୁହେଁ, କବକ ଆଲୋକ ସଂଶ୍ଳେଷଣ ମାଧ୍ୟମ ନିଜ ଖାଦ୍ୟ ପ୍ରସ୍ତୁତ କରନ୍ତି ନାହିଁ, ବରଂ ସେମାନେ ଅନ୍ୟ ଜୈବ ପଦାର୍ଥରୁ ସେମାନଙ୍କ ଶୋଷଣ କରି ପୁଷ୍ଟିକର ପଦାର୍ଥ ପାଇଥାନ୍ତି। ଏହା ସେମାନଙ୍କୁ ପରଭୋଜୀ ଜୀବ କରିଥାଏ। କବକ ହାଇଫା ନାମକ ଏକ ସୂତା ପରି ଗଠନ ଭାବରେ ବୃଦ୍ଧି ପାଏ, ଯାହା ଏକତ୍ର ମାଇସେଲିୟମ ନାମରେ ଜଣାଶୁଣା ଏକ ନେଟୱର୍କ ଗଠନ କରେ। ମାଇସେଲିୟମ ମାଟି କ୍ଷୟ ହେଉଥିବା କାଠ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ ବ୍ୟାପିଥାଏ, ଯାହା କବକକୁ ଦକ୍ଷତାର ସହିତ ପୁଷ୍ଟିକର ପଦାର୍ଥ ଶୋଷଣ କରିବାରେ ସାହାଯ୍ୟ କରେ। କବକ ସ୍ପୋର ଦ୍ୱାରା ପ୍ରଜନନ କରେ, ଯାହା ବାୟୁ, ଜଳ କିମ୍ବା ପ୍ରାଣୀ ମଧ୍ୟରେ ନୂତନ ସ୍ଥାନକୁ ବ୍ୟାପିପାରେ ଯେଉଁଠାରେ ସେମାନେ ବଢିପାରିବେ। କବକ ପ୍ରକୃତିର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେମାନେ ପରିବେଶର ମୁଖ୍ୟ ବିଘଟନକାରୀ। ମୃତ ଉଦ୍ଭିଦ ଏବଂ ପ୍ରାଣୀଙ୍କୁ ସରଳ ପଦାର୍ଥରେ ଭାଙ୍ଗି ଦିଅନ୍ତି। ଏହି ପ୍ରକ୍ରିୟା ମାଟିକୁ ଆବଶ୍ୟକୀୟ ପୁଷ୍ଟିକର ପଦାର୍ଥ ଫେରାଇ ଆଣେ। ଉଦ୍ଭିଦ ବୃଦ୍ଧିରେ ସାହାଯ୍ୟ କରେ। କିଛି କବକ ଉଦ୍ଭିଦ ସହିତ ସହଜୀବୀ ସମ୍ପର୍କରେ ରୁହନ୍ତି, ବିଶେଷ କରି ମୂଳରେ। ସେମାନଙ୍କୁ ଜଳ ଏବଂ ଖଣିଜ ପଦାର୍ଥ ଶୋଷଣ କରିବାରେ ସାହାଯ୍ୟ କରନ୍ତି। ଅନେକ କବକ ମଣିଷ ପାଇଁ ଉପଯୋଗୀ। ଇଷ୍ଟକୁ ବେକିଂ ଏବଂ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଏ। ଛତୁ ଏବଂ ପୁଷ୍ଟିକର ଖାଦ୍ୟ ଉତ୍ସ। କିଛି କବକ ଆଣ୍ଟିବାୟୋଟିକ୍ ଉତ୍ପାଦନ କରନ୍ତି, ଯେପରିକି ପେନିସିଲିନ୍, ଯାହା ଆମକୁ ପେନିସିଲିନ୍ ଦେଇଥିଲା, ବିଶ୍ୱର ପ୍ରଥମ ଆଣ୍ଟିବାୟୋଟିକ୍। ତଥାପି କିଛି କବକ କ୍ଷତିକାରକ ହୋଇପାରେ ଏବଂ ଗଛ, ଲତା, ପ୍ରାଣୀ ଓ ମଣିଷ ପାଇଁ ରୋଗ ସୃଷ୍ଟି କରିପାରେ। କବକ ପୃଥିବୀର ପ୍ରାୟ ପ୍ରତ୍ୟେକ ବାସସ୍ଥାନରେ ଅଛି। ମାଟି ଏବଂ ପାଣିଠାରୁ ଆରମ୍ଭ କରି ଜୀବନ୍ତ ପ୍ରାଣୀମାନଙ୍କ ଭିତରେ ପୁଷ୍ଟିକର ଖାଦ୍ୟ ଏବଂ ପୁନଃଚକ୍ରଣ କରିବାର ସେମାନଙ୍କର କ୍ଷମତା ସେମାନଙ୍କୁ ଇକୋସିଷ୍ଟମର ସନ୍ତୁଳନ ପାଇଁ ଅତ୍ୟାବଶ୍ୟକ କରିଥାଏ। ସଂକ୍ଷେପରେ, କବକ ପ୍ରକୃତିର ପୁନଃଚକ୍ରକାରୀ, ସହାୟକ ଏବଂ କେତେକ ସମୟରେ ଆରୋଗ୍ୟକାରୀ ମଧ୍ୟ। ଆମ ଗ୍ରହରେ ଜୀବନ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଯଦି ଭଲ ଲାଗିଲା ତାହେଲେ କ'ଣ କରିବ, ଭିଡ଼ିଓ ସହିତ ସେୟାର କରିବ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥିବ। ତାହେଲେ ରହୁଛି, ଦେଖା ହବା ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।